ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଫାଇନାଲି ସୁଭଦ୍ରା ଯୋଜନାର ଯେଉଁମାନଙ୍କର ଆଜି ଟଙ୍କା ଆସିବାର ଥିଲା ତାଙ୍କର ଟଙ୍କା ବର୍ତ୍ତମାନ ଆକାଉଣ୍ଟରେ କ୍ରେଡିଟ୍ ହୋଇସାରିଛି। ତେଣୁ ଯେଉଁମାନେ ସୁଭଦ୍ରା ଯୋଜନାର ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତିର ଟଙ୍କା କୌଣସି କାରଣବଶତଃ ପାଇନଥିଲେ ବା ଆପଣମାନଙ୍କର ଯଦି ରିଜେକ୍ଟ ହେଇଥିଲା ଏବଂ ଗ୍ରିଭେନ୍ସ ଦେଲା ପରେ ଆପଣମାନଙ୍କର ଏପ୍ରୁଭ୍ ମିଳିଥିଲା ତାହେଲେ ସେହି ସବୁ ହିତାଧିକାରୀଙ୍କ ଆକାଉଣ୍ଟକୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର 5,000 ଟଙ୍କାର ସହାୟତା ରାଶି ପଠାଯାଇଛି। ଆଜି ଯାହାକି ଉପମୁଖ୍ୟମନ୍ତ୍ରୀ 1,23,849 ଜଣ ହିତାଧିକାରୀଙ୍କୁ 61 କୋଟିରୁ ଅଧିକ ଟଙ୍କା ଯାହାକି ସହାୟତା ରାଶି ହିସାବରେ ପ୍ରଦାନ କରିଛନ୍ତି। ତେବେ କେଉଁ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିଲା ଏବଂ ଆପଣମାନଙ୍କୁ ଏହି ଟଙ୍କା ମିଳିଛି କି ନାହିଁ ଆପଣମାନେ କେମିତି ଚେକ୍ କରିବେ ଆସନ୍ତୁ ଜାଣିବା। ଦେଖନ୍ତୁ ଆଜିର ଯେଉଁ ଟଙ୍କାଟି ଆସିଛି ବହୁ ଜଣଙ୍କର କମେଣ୍ଟ ବାରମ୍ବାର ଆସୁଛି ଯେ ଆମେ ନୂଆ ଆବେଦନ କରିଥିଲୁ ଆମକୁ ଆଜି ଟଙ୍କା ମିଳିବ କି ନାହିଁ। ଦେଖନ୍ତୁ ଏଇ ଯେଉଁ କିସ୍ତିରେ ଟଙ୍କା ଆସୁଛି ଏଇଟା କୌଣସି କିସ୍ତି ନୁହେଁ, ଏଇଟା ପୂର୍ବରୁ ଯେଉଁମାନଙ୍କର ବକେୟା ଥିଲା କୌଣସି କାରଣବଶତଃ ସେମାନଙ୍କର ଟଙ୍କା ଡିବିଟିରେ ପ୍ରୋବ୍ଲେମ ହଉ ବା ସିଷ୍ଟମରେ କୌଣସି ପ୍ରୋବ୍ଲେମ ପାଇଁ ତାଙ୍କର ଟଙ୍କା ଆସିନଥିଲା। ବର୍ତ୍ତମାନ ସେହି ସବୁ ହିତାଧିକାରୀଙ୍କ ମଧ୍ୟରୁ 1,23,849 ଜଣ ହିତାଧିକାରୀଙ୍କୁ ଟଙ୍କା ମିଳିଛି। ଏହା ଭିତରେ କୋଉମାନେ ସାମିଲ ଅଛନ୍ତି ଦେଖନ୍ତୁ। ଏହା ଭିତରେ ଆମର ସାମିଲ ଅଛନ୍ତି ଯେଉଁମାନେ ଫାର୍ଷ୍ଟ ସେକେଣ୍ଡ ଏବଂ ଥାର୍ଡ କିସ୍ତିର ପେମେଣ୍ଟ ପାଇନଥିଲେ, ତା ସହିତ ଯେଉଁମାନେ ନଭେମ୍ବର ମାସରେ ନୂଆ ଆପ୍ଲାଏ କରିଥିଲେ। ମନେ ରଖନ୍ତୁ ଯଦି ଆପଣମାନଙ୍କର ନଭେମ୍ବର ମାସରେ ନୂଆ ଆପ୍ଲାଏ ହେଇଥିଲା ତାହେଲେ ଆପଣମାନଙ୍କୁ ବର୍ତ୍ତମାନ ତା ଭିତରେ ଯେଉଁମାନେ ଜାନୁଆରୀ ମାସରେ ପେମେଣ୍ଟ ପାଇନଥିଲେ ସେହି ହିତାଧିକାରୀମାନଙ୍କୁ ଯାହାକି ଏଠି ଆପଣମାନଙ୍କର ଟଙ୍କା ମିଳିଛି, କିମ୍ବା ଆପଣମାନେ ନଭେମ୍ବର ମାସରେ ନୂଆ ଆବେଦନ କଲା ପରେ ଆପଣମାନଙ୍କୁ ଜାନୁଆରୀ ମାସରେ କେବଳ ଗୋଟିଏ ଇନଷ୍ଟଲମେଣ୍ଟର ଟଙ୍କା ମିଳିଥିଲା କିନ୍ତୁ ମାର୍ଚ୍ଚ ମାସରେ ଆପଣମାନଙ୍କୁ ସେକେଣ୍ଡ ଇନଷ୍ଟଲମେଣ୍ଟର ଟଙ୍କା ମିଳିନାହିଁ, ତାହେଲେ ଏହି ସବୁ ହିତାଧିକାରୀଙ୍କୁ ଯାହାକି 2,000 ଟଙ୍କାର ସହାୟତା ରାଶି ଆସିଛି। ତାର ଲାଇଭ ପ୍ରୁଫ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ମୋତେ ଆମର ସବସ୍କ୍ରାଇବର ଭାଇମାନେ ବର୍ତ୍ତମାନ ଯାଇକି ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମରେ ତାଙ୍କର ଗୋଟେ ସ୍କ୍ରିନଶଟ୍ ସେୟାର କରିଛନ୍ତି। ତ ସେଇ ସ୍କ୍ରିନଶଟ୍ରୁ ଆପଣମାନେ ଦେଖିପାରୁଥିବେ। ତ ଏଠି ଆପଣମାନଙ୍କ ଦେଖନ୍ତୁ ସ୍କ୍ରିନରେ ରହିଛି ଆପଣମାନଙ୍କର ଏଠି ସେୟାର କରିଛନ୍ତି। ଦେଖନ୍ତୁ ତାଙ୍କର କ'ଣ ରହିଛି ନା ଆମର ସୁଭଦ୍ରା ଯୋଜନାର ଟଙ୍କା ଆସିଛି ଏବଂ ସେ ଆମର ମେସେଜ କରିଛନ୍ତି। ଦେଖନ୍ତୁ ନ୍ୟୁ ଆପ୍ଲାଏ 2 ନମ୍ବର ଇନଷ୍ଟଲମେଣ୍ଟ, ଅର୍ଥାତ୍ ସେ ନଭେମ୍ବର ମାସରେ ଆପ୍ଲାଏ କରିଥିଲେ, ଜାନୁଆରୀ ମାସରେ ଗୋଟେ ପେମେଣ୍ଟ ପାଇଥିଲେ ଏବଂ ମାର୍ଚ୍ଚ ମାସରେ ଯେଉଁ ପେମେଣ୍ଟ ଆସିଥିଲା ସେ ପେମେଣ୍ଟ ତାଙ୍କର ଆସିନଥିଲା। ତାର ମଧ୍ୟ ମୁଁ ଆପଣମାନଙ୍କୁ ଫଟୋ ଦେଖେଇ ଦଉଛି ଯୋଉଟା କି ଲାଇଭ ପ୍ରୁଫ୍ ମଧ୍ୟ ଆପଣମାନେ ଦେଖିପାରୁଥିବେ ଯେ ସୁଭଦ୍ରା ଯୋଜନାର ପେମେଣ୍ଟ ଯୋଉଟା କି 5,000 ଟଙ୍କା ତାଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେଇଛି। ଡେଟ୍ ମଧ୍ୟ ଆପଣମାନେ ଦେଖନ୍ତୁ 4/5/2026 ଅର୍ଥାତ୍ 4 ମେ 2026। ଟାଇମ୍ ମଧ୍ୟ ଦେଖିପାରୁଥିବେ 12:48 ସମୟରେ ଏସବିଆଇ ରେ ତାଙ୍କର ବର୍ତ୍ତମାନ ଟଙ୍କା କ୍ରେଡିଟ୍ ହେଇଛି। ତେଣୁ ଯଦି ଆପଣମାନଙ୍କର ପୂର୍ବରୁ କୌଣସି କିସ୍ତିର ଟଙ୍କା ପେଣ୍ଡିଂ ଥିଲା ଏବଂ ଆପଣମାନଙ୍କର ଅଣ୍ଡର ପ୍ରୋସେସ ଥିଲା ବା ଆପଣମାନଙ୍କର ଗ୍ରିଭେନ୍ସ ଦେଲା ପରେ ଗ୍ରିଭେନ୍ସ ଆପଣମାନଙ୍କର ଏପ୍ରୁଭାଲ ହେଇଥିଲା ତ ସେ କ୍ଷେତ୍ରରେ ଆପଣମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବ। ତ ଯଦି ଆପଣମାନଙ୍କର ଟଙ୍କା ଆସିଛି ତ ନିହାତି ଆପଣମାନେ ନିଜର ବ୍ୟାଙ୍କର ଡିଟେଲ୍ସ ମଧ୍ୟ ଚେକ୍ କରିପାରିବେ ଏବଂ ଯେଉଁମାନଙ୍କର ଟଙ୍କା ଆସିଛି ସେମାନେ ନିହାତି କମେଣ୍ଟ ସେକ୍ସନରେ ଟଙ୍କା ଆସିଛି ବୋଲି ଲେଖିଦେବେ। ତ କେଉଁ କେଉଁ ହିତାଧିକାରୀମାନଙ୍କର ଷ୍ଟାଟସ୍ କ'ଣ ଥିଲା ଏବଂ ସେମାନଙ୍କ ମଧ୍ୟରୁ କୋଉମାନଙ୍କର ଟଙ୍କା ଆସିଲା ଯାହାକି ଆପଣମାନେ ଜାଣିପାରିବେ। ତେଣୁ ନିହାତି ଏହି ଭିଡ଼ିଓକୁ ଆପଣମାନେ ଯଦି ଦେଖୁଛନ୍ତି ଏବଂ ଚ୍ୟାନେଲକୁ ବର୍ତ୍ତମାନ ସୁଦ୍ଧା ସବସ୍କ୍ରାଇବ କରିନାହାନ୍ତି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଗକୁ ବହୁତ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଧନ୍ୟବାଦ।